ଲୋକଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ରଘୁବର ଦାସ। ଗତ ଡିସେମ୍ବର 5ରୁ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ସମୟରେ ସେଠାକାର ସ୍ଥାନୀୟ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଥିଲେ। ଜୋରନ୍ଦାଶ୍ରମର ଜମି ବିବାଦ, ତୁରଙ୍ଗ ଗ୍ରାମ ପଞ୍ଚାୟତରେ ମମତା ଗୃହ ନିର୍ମାଣ ନେଇ ସେଠାକାର ଲୋକେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ତାଳଚେର ବ୍ଲକର କନ୍ଧବେରେଣି ଗାଁର ଲୋକେ ଖଣି ଖନନ ଯୋଗୁଁ ବାୟୁଜଲ ଓ ଶବ୍ଦ ପ୍ରଦୂଷଣ ଦ୍ୱାରା ଗୁରୁତର ପ୍ରଭାବିତ ହେଉଥିବା କହିଥିଲେ। ସେହିପରି ଖରାଦିନରେ ଭୂତଳ ଜଳ ହ୍ରାସ ପାଉଛି। ଆରପିଡିଏସି ବୈଠକ ନିୟମିତ ହେଉନଥିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରୁନାହିଁ। ହାତୀ ଆସି ଫସଲଗୁଡ଼ିକ ନଷ୍ଟ କରୁଥିଲେ ହେଁ ଏନେଇ ବନ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ଖଣି ଖନନ ଅଞ୍ଚଳରେ କେବଳ ତାଙ୍କ ଗ୍ରାମ ବାକି ରହିଥିବାରୁ ଏହାକୁ ମଧ୍ୟ ଅଧିଗ୍ରହଣ କରାଯାଇ ନିୟମ ଅନୁସାରେ ଥଇଥାନ କରିବା ନେଇ ସ୍ଥାନୀୟ ବାସିନ୍ଦା ରାଜ୍ୟପାଳଙ୍କୁ ଜଣାଇଥିଲେ। ସେହିପରି କନ୍ଧବେରେଣି ଆଶ୍ରମ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ଠାରୁ ଶୁଣିଥିଲେ ରାଜ୍ୟପାଳ। ଅନୁଗୁଳ ଚାଷୀ ସୁରକ୍ଷା କମିଟି ମଧ୍ୟ ବିଭିନ୍ନ ଦାବି ରାଜ୍ୟପାଳଙ୍କ ନିକଟରେ ରଖିଥିଲେ। ତେବେ ରାଜ୍ୟପାଳ ଏହି ଦୁଇ ଜିଲ୍ଲା ଗସ୍ତରୁ ଫେରିବା ପରେ ଲୋକଙ୍କ ଏହି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟପାଳଙ୍କ ଚିଠିରେ ବିଭିନ୍ନ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି।